Hello everyone, welcome to my YouTube channel Teaching by SB. Paper 308 Unit 4 ଦୁଃସମୟ ନାରାୟଣ ସାହୁ। ଦୁଃସମୟ ବିଷୟଟି ଦେଖିବା। 80 ଦଶକର ଜଣେ ବଳିଷ୍ଠ ତଥା ପ୍ରଭାବଶାଳୀ ଏକାଙ୍କିକାର ହେଉଛନ୍ତି ଡକ୍ଟର ନାରାୟଣ ସାହୁ। ସେ ଏକାଧାରରେ ଜଣେ ସଫଳ ସାହିତ୍ୟ ସମାଲୋଚକ, ନାଟ୍ୟକାର, ନାଟ୍ୟ ସଂଗଠକ ଓ ଏକାଙ୍କିକାର ଭାବରେ ପ୍ରତିଷ୍ଠା ଅର୍ଜନ କରିଛନ୍ତି। ସେ ଏଯାବତ୍ 30ରୁ ଉର୍ଦ୍ଧ୍ୱ ସଂଖ୍ୟାର ଏକାଙ୍କିକା ରଚନା କରି ଓଡ଼ିଆ ଏକାଙ୍କିକା ସାହିତ୍ୟକୁ ସମୃଦ୍ଧ କରିଛନ୍ତି। ସାମ୍ପ୍ରତିକ କାଳର ପରିବେଶ ଓ ପରିସ୍ଥିତିକୁ ଆଖି ଆଗରେ ରଖି ତାଙ୍କ ଏକାଙ୍କିକା ଗୁଡ଼ିକ ଚଳଚଞ୍ଚଳ ଜନଜୀବନର ବହୁବିଧ ସମସ୍ୟାକୁ ଆଧାର କରି ତାଙ୍କର ଏକାଙ୍କିକା ଗୁଡ଼ିକ ରଚିତ ହୋଇଥିବାର ଦେଖାଯାଏ। ବିଶେଷ କରି ରାଜନୈତିକ, ପ୍ରଶାସନିକ, ସାମାଜିକ, ଶିକ୍ଷା, ସନ୍ତ୍ରାସବାଦ, ମନସ୍ତାତ୍ତ୍ୱିକ ଆଦି ନାନା ଭାବ ଓ ଭାବନାକୁ ନେଇ ତାଙ୍କ ଏକାଙ୍କିକା ଗୁଡ଼ିକ ରଚିତ ହୋଇଥିବାର ଦେଖାଯାଏ। ଆଶ୍ରା ଖୋଜି ବୁଲୁଥିବା ଈଶ୍ୱର, କାହାଣୀ, ସବାଶେଷ ଲୋକର, ଉପାସନା, ସୁବର୍ଣ୍ଣ ସକାଳ, ପୁନଶ୍ଚ ସଂଗ୍ରାମ, ଅଧା ଦେଖା ସକାଳ, ମୂକ, ଏକାନ୍ତ ଅନୁଭବ ପ୍ରଭୃତି ଏକ ଏକ ସଫଳ ଉଚ୍ଚକୋଟୀର ନାଟକ। ଆଶ୍ରା ଖୋଜି ବୁଲୁଥିବା ନାଟକ ପାଇଁ ସେ 1991 ମସିହାରେ ଓଡ଼ିଆ ସାହିତ୍ୟ ଏକାଡେମୀ ପୁରସ୍କାର ପାଇଛନ୍ତି। ପୁନଶ୍ଚ ସେ 1980 ମସିହାରୁ ଏକାଙ୍କିକା ରଚନାରେ ମନୋନିବେଶ କରି ଜଣେ ଉଚ୍ଚକୋଟୀର ଏକାଙ୍କିକାକାର ଗୌରବ ହାସଲ କରିଛନ୍ତି। ତାଙ୍କ ଲେଖନୀରୁ ମୁକ୍ତିଲାଭ କରିଥିବା ଏକାଙ୍କିକା ମଧ୍ୟରେ ସବୁଜ ଅନ୍ଧାରର ରଶ୍ମି, ମୂଷା, ଶେଷ ଅଙ୍କ, କୁମ୍ଭକର୍ଣ୍ଣ, ପୂର୍ବରାଗ, ବଡ଼ପୁଅ, ଚିଠି, ସ୍ୱପ୍ନ, ଉପନ୍ୟାସ, ରେବତୀ, ପୂର୍ଣ୍ଣିମାର ପ୍ରଶ୍ନ, ଅସହାୟର ଈଶ୍ୱର, ଦରଜା ଖୋଲିଦେବା ଇତ୍ୟାଦି ତାଙ୍କ ଅସାଧାରଣ ନାଟ୍ୟ ମାନସର ଏକ ଏକ କାଳଜୟୀ ସ୍ୱର ଓ ସ୍ୱାକ୍ଷର। ଆଲୋଚ୍ୟ ଦୁଃସମୟ ଶୀର୍ଷକ ଏକାଙ୍କିକାଟି ଏକାଙ୍କିକାକାର ନାରାୟଣ ସାହୁଙ୍କର ଏକ ସଫଳ ଓ ସାର୍ଥକ ମନସ୍ତାତ୍ତ୍ୱିକ ଏକାଙ୍କିକା। ସାମ୍ପ୍ରତିକ ସମାଜର ଏକ ସମ୍ବେଦନଶୀଳ ପ୍ରସଙ୍ଗକୁ ଆଧାର କରି ଉକ୍ତ ଏକାଙ୍କିକାଟି ରଚିତ ହୋଇଛି। ମାନବର ଅଦମ୍ୟ ଯୌନ ପ୍ରବୃତ୍ତିକୁ କେନ୍ଦ୍ର କରି ଏହି ଏକାଙ୍କିକାର କଥାବସ୍ତୁ ଗତିଶୀଳ। ମଣିଷ ତା'ର ଯୌନ ଲାଳସାକୁ ଚରିତାର୍ଥ କରି ଯୌବନର ମାଦକତାରେ ଅନ୍ଧ ହୋଇ କ୍ଷଣିକ ସୁଖ ପାଇଁ ଦିଗଭ୍ରଷ୍ଟ ହୋଇ ଶାରୀରିକ ସମ୍ପର୍କ ସ୍ଥାପନ କରିବା ଏବଂ ଅବାଞ୍ଛିତ ଭ୍ରୂଣ ରୂପୀ ସନ୍ତାନକୁ ଗର୍ଭପାତ କରି ନଷ୍ଟ କରିଦେବା ଭଳି ବିବେକହୀନ କାର୍ଯ୍ୟକଳାପକୁ ଉକ୍ତ ଏକାଙ୍କିକାରେ ସୁନ୍ଦର ଭାବରେ ଦର୍ଶାଇ ଦିଆଯାଇଛି। ଆଲୋଚ୍ୟ ଏକାଙ୍କିକାଟି 2009ରେ ଇସ୍ତାହାର ପତ୍ରିକାରେ ପ୍ରକାଶିତ ହୋଇଥିଲା। ଏଥିରେ ସର୍ବମୋଟ 5ଟି ଦୃଶ୍ୟ ରହିଛି ଏବଂ 5ଟି ଚରିତ୍ର ମଧ୍ୟ ରହିଛନ୍ତି। ସେହି 5 ଜଣ ଚରିତ୍ର ହେଲେ ଅରବିନ୍ଦ, ଦେବକୀ, ପ୍ରୀତି, କୃଷ୍ଣ, ପ୍ରୀତିକୃଷ୍ଣ। ଏକାଙ୍କିକାର ଆରମ୍ଭରୁ ନାଟକୀୟ ଉତ୍କଣ୍ଠା ଭରି ରହିଛି, ଯାହାକି ଏକାଙ୍କିକାର ଶେଷ ପର୍ଯ୍ୟନ୍ତ ବଳବତ୍ତର ରହିଛି। ଅରବିନ୍ଦ ରାୟ ଏବଂ ଦେବକୀ ଉଭୟଙ୍କ ବୈବାହିକ ଜୀବନର ଏକ ସ୍ପର୍ଶକାତର ପ୍ରସଙ୍ଗ ମାଧ୍ୟମରେ ନାଟ୍ୟକାର ନାରାୟଣ ସାହୁ ପ୍ରୀତିକୃଷ୍ଣ ନାମକ ଆଉ ଏକ କାଳ୍ପନିକ ଚରିତ୍ର ମାଧ୍ୟମରେ ଏହି 3ଟି ଚରିତ୍ରର ମନସ୍ତାତ୍ତ୍ୱିକ ରୂପରେଖକୁ ବିଶ୍ଳେଷଣ କରିଛନ୍ତି। ପ୍ରଥମ ଦୃଶ୍ୟରେ ଏକ ଅନ୍ଧାର ରାତିରେ ଅରବିନ୍ଦ ରାୟଙ୍କ ଡ୍ରଇଂ ରୁମ୍ରେ ପ୍ରୀତିକୃଷ୍ଣ ନାମକ କାଳ୍ପନିକ ଚରିତ୍ରକୁ ନାଟ୍ୟକାର ଉପସ୍ଥାପିତ କରାଇଛନ୍ତି। ଅରବିନ୍ଦ ରାୟ ଓ ଦେବକୀ ଉଭୟ ବିବାହିତ। ଉଭୟଙ୍କର ପ୍ରଥମ କନ୍ୟା ପ୍ରୀତି ଓ ଦ୍ୱିତୀୟ ସନ୍ତାନ ହେଉଛି କୃଷ୍ଣ। ଏହି ପ୍ରୀତି ଓ କୃଷ୍ଣ ଅରବିନ୍ଦ ଓ ଦେବକୀଙ୍କର ସନ୍ତାନ ଥିଲେ, କିନ୍ତୁ ପ୍ରୀତି ଜନ୍ମ ହେଲା ପରେ ଦେବକୀ ପୁଣି ଗର୍ଭବତୀ ହୋଇଛନ୍ତି। କିନ୍ତୁ ସେହି ଗର୍ଭକୁ 2 ମାସର ହେବା ମାତ୍ରେ ଦେବକୀଙ୍କ ଅନିଚ୍ଛା ସତ୍ତ୍ୱେ ଅରବିନ୍ଦ ରାୟ କାଳେ ଦ୍ୱିତୀୟ ସନ୍ତାନ ବି ଝିଅ ଜନ୍ମ ହୋଇପାରେ ଏହା ଆଶଙ୍କା କରି ଗର୍ଭପାତ କରାଇବାକୁ ଦେବକୀଙ୍କୁ ବାଧ୍ୟ କରାଇଛନ୍ତି। 2 ମାସର ସେହି ଭ୍ରୂଣକୁ ଗର୍ଭପାତ କରିବା ପାଇଁ ଦେବକୀ ଚାହିଁ ନାହାନ୍ତି, କିନ୍ତୁ ଅରବିନ୍ଦ ପ୍ରଥମ କନ୍ୟା ସନ୍ତାନ ପରେ ଦ୍ୱିତୀୟ ସନ୍ତାନଟି ପୁଣି କାଳେ କନ୍ୟା ହୋଇପାରେ ଏହାର ଭୟରେ ଅବର୍ଷଣ ପାଇଁ ବାଧ୍ୟ କରିଛନ୍ତି, ଯାହାକି ଦେବକୀଙ୍କର ସଂଳାପରୁ ସ୍ପଷ୍ଟ ଜଣାପଡ଼େ। ଯଥା, ହଁ, ସବୁ ମୋର ମନେ ଅଛି, କେତେ ନେହୁରା ହୋଇଛି,
ତମେ ମୋର କୌଣସି କଥା ଶୁଣିଲନି, ଅବସାନ ପାଇଁ ବାଧ୍ୟ କଲ। ନା, ତମ ମନ ଭିତରେ ଗୋଟାଏ ପ୍ରକାର ଭୟ ଜମାଟ ବାନ୍ଧିଲା। ପ୍ରଥମ କନ୍ୟା ସନ୍ତାନ ବେଳେ କାଳେ ଦ୍ୱିତୀୟ ସନ୍ତାନଟି କାଳେ କନ୍ୟା ହୋଇଯିବ। ଆମ ସମାଜରେ ଏଭଳି ଅନେକ ଘଟଣା ଘଟୁଛି। ବିବାହିତ ପୁରୁଷ ନାରୀ ଏଭଳି ଅବାଞ୍ଛିତ ଗର୍ଭକୁ ନଷ୍ଟ କରିଛନ୍ତି। ଏହା ନିଶ୍ଚିତ ଭାବେ ଏକ ସମ୍ବେଦନଶୀଳ ଓ ସ୍ପର୍ଶକାତର ଘଟଣା। ଏକାଙ୍କିକାର ଏପରି ଘଟଣାକୁ ନେଇ ଅରବିନ୍ଦ ଦେବକୀ ପ୍ରୀତିକୃଷ୍ଣ ମାଧ୍ୟମରେ ସମାଜକୁ ଏକ ସୁନ୍ଦର ବାର୍ତ୍ତା ଦେଇଛନ୍ତି। ପ୍ରୀତିକୃଷ୍ଣ 25 ବର୍ଷ ତଳେ ଏକ ଘରୋଇ ନର୍ସିଂହୋମରେ ନଷ୍ଟ ହୋଇଥିବା ସେହି ଅଭାଗା ଭ୍ରୂଣଟିଏ, ଯିଏ ଦୁଇଟି ଦମ୍ପତିଙ୍କ ଭୁଲ ନିଷ୍ପତ୍ତି ଯୋଗୁଁ ଦୁନିଆ ଦେଖିପାରିଲାନି। ଏକାଙ୍କିକାର ସେଭଳି ଗୋଟିଏ ଭ୍ରୂଣର ଆତ୍ମାକୁ ପ୍ରୀତିକୃଷ୍ଣ ପରି କାଳ୍ପନିକ ନାମକରଣ କରି ତାର ମନସ୍ତତ୍ୱକୁ ଅନୁଭବ କରିଛନ୍ତି ଏବଂ ସେହି ଭ୍ରୂଣ ପ୍ରତି ନିଜର ମାନବିକ ସମ୍ବେଦନା ପ୍ରକାଶ କରିଛନ୍ତି। ଏକ ନିରୀହ ଭ୍ରୂଣ ଯାହାର କିଛି ଦୋଷ ନାହିଁ, ତାର ହତ୍ୟା ଏକାଙ୍କିକାରଙ୍କୁ ବ୍ୟଥିତ କରିଛି। ତେଣୁ ତାର ଅନ୍ତବେଦନାକୁ ମର୍ମେ ମର୍ମେ ଅନୁଭବ କରି ଏକାଙ୍କିକାର ପ୍ରୀତିକୃଷ୍ଣ ନାମକ କାଳ୍ପନିକ ଚରିତ୍ର ସୃଷ୍ଟି କରି ଦୁଇ ଦମ୍ପତି ଅରବିନ୍ଦ ରାୟ ଓ ଦେବକୀଙ୍କୁ 25 ବର୍ଷ ତଳର ସେହି କରୁଣ ଅମାନବୀୟ ଘଟଣା ମନେ ପକାଇ ଦେଇଛନ୍ତି। ପ୍ରୀତିକୃଷ୍ଣ ଏକ ଅନ୍ଧାର ରାତିରେ ଅରବିନ୍ଦ ରାୟଙ୍କ ଡ୍ରଇଂ ରୁମ୍ର ଏକ ଚେୟାର ଉପରେ ବସି ସିଗାରେଟ୍ ପାନ କରୁଛନ୍ତି। ବେଡ୍ରୁମ୍ରୁ ଡ୍ରଇଂ ରୁମ୍କୁ ସେ ସମୟରେ ଅରବିନ୍ଦ ରାୟ ପ୍ରବେଶ କରିବା ସମୟରେ ପ୍ରୀତିକୃଷ୍ଣଙ୍କୁ ଦେଖିଛନ୍ତି ଏବଂ ତାଙ୍କର ପରିଚୟ ପଚାରିବା ସହିତ ସିଗାରେଟ୍ ପାନ କରିବାକୁ ନିଷେଧ କରିଛନ୍ତି। ପ୍ରୀତିକୃଷ୍ଣ ଅରବିନ୍ଦଙ୍କୁ ତାଙ୍କର ଦ୍ୱିତୀୟ ପୁତ୍ର ବୋଲି ପରିଚୟ ଦେଇଛନ୍ତି। ଅରବିନ୍ଦଙ୍କ ଜ୍ୟେଷ୍ଠ କନ୍ୟା ପ୍ରୀତିଲତା ରାୟ ଜନ୍ମ ହେବା ପରେ ସେ ଅରବିନ୍ଦ ବାବୁଙ୍କର ଦ୍ୱିତୀୟ ସନ୍ତାନ ବୋଲି କହିଛି, କିନ୍ତୁ ଅରବିନ୍ଦ ତାର କଥାକୁ ବିଶ୍ୱାସ କରିନାହାନ୍ତି ଏବଂ ତାଙ୍କର କେହି ତୃତୀୟ ସନ୍ତାନ ନାହିଁ ବୋଲି ସିଧାସଳଖ କହିଛନ୍ତି। ଏକାଙ୍କିକାରଙ୍କ ଭାଷାରେ ପ୍ରୀତିକୃଷ୍ଣ କହିଛନ୍ତି, ମୁଁ ତୁମର ମଧ୍ୟମ ସନ୍ତାନ ପ୍ରୀତିକୃଷ୍ଣ ରାୟ, ୟୋର ବ୍ଲଡ। ଅରବିନ୍ଦ କହିଛନ୍ତି, ମିଛ କଥା, ମୋର ଦୁଇଟି ସନ୍ତାନ ପ୍ରୀତି ଓ କୃଷ୍ଣ। ଦୁଇରୁ ତୃତୀୟ ସନ୍ତାନ କେହି ନାହିଁ। ପ୍ରୀତିକୃଷ୍ଣଙ୍କୁ ନିଜର ସନ୍ତାନ ବୋଲି ଅରବିନ୍ଦ ବାବୁ ସ୍ୱୀକାର କରିନାହାନ୍ତି, କିନ୍ତୁ ପ୍ରୀତିକୃଷ୍ଣ ନିଜକୁ ତାଙ୍କର ସନ୍ତାନ ବୋଲି ବାରମ୍ବାର ଦାବି କରିଛି ଏବଂ ତାର ମା ଦେବକୀ ରାୟଙ୍କୁ ସେ ବିଷୟରେ ପଚାରିବାକୁ କହିଛି। ପ୍ରୀତିକୃଷ୍ଣ ତାଙ୍କର ମଧ୍ୟମ ସନ୍ତାନ ବୋଲି ବାରମ୍ବାର ଦାବି କରିଥିବାରୁ ଏବଂ ତାର ମା ଦେବକୀଙ୍କୁ ପଚାରିବାକୁ କହିବାରୁ ଅରବିନ୍ଦ ବାବୁ ଦେବକୀଙ୍କ ଚରିତ୍ର ଉପରେ ସନ୍ଦେହ କରିଛନ୍ତି। କିନ୍ତୁ ନିଜ ମାର ଚରିତ୍ର ନିଷ୍କଳଙ୍କ ଓ ତାଙ୍କୁ ସନ୍ଦେହ ନ କରିବାକୁ ଅରବିନ୍ଦ ବାବୁଙ୍କୁ ପ୍ରୀତିକୃଷ୍ଣ ସତର୍କ କରାଇ ଦେଇଛି। ପୁନଶ୍ଚ ତାର ବଡ଼ ଭଉଣୀର ପ୍ରସ୍ତାବିତ ବାହାଘର ଫରେନ୍ ଜ୍ୱାଇଁ ସହିତ ନ କରାଇବା ପାଇଁ ସତର୍କ କରାଇ ଦେଇଛି। ଅରବିନ୍ଦ ବାବୁଙ୍କ ବିରକ୍ତିଭରା ନିର୍ଦ୍ଦେଶରେ ଘରୁ ସେ ବାହାରି ଯାଇଛି। ଅରବିନ୍ଦ ବାବୁ ପ୍ରୀତିକୃଷ୍ଣଙ୍କୁ ଉଚ୍ଚସ୍ୱରରେ ଘରୁ ବାହାରି ଯିବା ପାଇଁ ଚିତ୍କାର କରିବାର ଶୁଣି ତାଙ୍କ ପୁତ୍ର କୃଷ୍ଣ ଓ ସ୍ତ୍ରୀ ଦେବକୀ ଡ୍ରଇଂ ରୁମ୍କୁ ଆସିଛନ୍ତି। ଡ୍ରଇଂ ରୁମ୍ରେ ଅନ୍ୟ କାହାକୁ ନ ଦେଖି ଅରବିନ୍ଦ ବାବୁ କାଳେ ସ୍ୱପ୍ନ ଦେଖିଥିବେ ବୋଲି ସେମାନେ ଭାବିଛନ୍ତି। ପ୍ରୀତିକୃଷ୍ଣ ପୁଣି ଥରେ ସେହି ଅନ୍ଧାର ରାତିରେ ଅରବିନ୍ଦ ବାବୁଙ୍କ ଘରକୁ ଆସି ଡ୍ରଇଂ ରୁମ୍ରେ ବିବ୍ରତ ଅବସ୍ଥାରେ ପଦଚାଳନା କରୁଛି। ପ୍ରଥମେ ସେ ଅରବିନ୍ଦ ବାବୁଙ୍କୁ ଅନ୍ଧାର ରାତିରେ ଡାକି ନିଜର ପରିଚୟ ଦେଇଥିଲା, କିନ୍ତୁ ଏଥର ସେ ବୋଉ ବୋଉ ବୋଲି ତା ମା ଦେବକୀଙ୍କୁ ଡାକିଛି। ଗଭୀର ନିଦ୍ରାରେ ଶୋଇଥିବା ଦେବକୀ ଡାକ ଶୁଣି ନିଦରୁ ଉଠି ଆଖି ମଳି ମଳି ଡ୍ରଇଂ ରୁମ୍କୁ ଆସିଛନ୍ତି ଓ ସେଠାରେ ପ୍ରୀତିକୃଷ୍ଣ ସହିତ ତାଙ୍କର ବାର୍ତ୍ତାଳାପ ହୋଇଛି। ପ୍ରୀତିକୃଷ୍ଣ ଦେବକୀଙ୍କୁ ନିଜର ପରିଚୟ ଦେଇଛି ଏବଂ ସେ ଦେବକୀଙ୍କର ମଧ୍ୟମ ସନ୍ତାନ ବୋଲି କହିଛି, କିନ୍ତୁ ଦେବକୀ ତାଙ୍କର କେହି ମଧ୍ୟମ ସନ୍ତାନ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି। ନାଟ୍ୟକାର ନାରାୟଣ ସାହୁ ପ୍ରୀତିକୃଷ୍ଣର ଅନ୍ତର ବେଦନାକୁ ସୁନ୍ଦର ସଳାପ ମଧ୍ୟରେ ପ୍ରକାଶ କରିଛନ୍ତି। ନାଟ୍ୟକାରଙ୍କ ଭାଷାରେ ପ୍ରୀତିକୃଷ୍ଣ କହୁଛନ୍ତି ଯେ ମୋର ଅଧିକାର ଚାହୁଁଛି। ପ୍ରୀତିକୃଷ୍ଣ ଚାହୁଁଛି ଅନ୍ୟ ଦୁଇ ସନ୍ତାନଙ୍କ ଭଳି ତାର ଜନ୍ମଗତ ଅଧିକାର। କେତେଦିନ ଏକ ଅଲୋଡ଼ା ଭାଗ୍ୟ ନେଇ ଘୂରି ବୁଲିବି। ମୁଁ ବହୁତ କ୍ଳାନ୍ତ, ମୋତେ ଟିକେ ବିଶ୍ରାମ ଦେ। ନିଜକୁ ଦେବକୀଙ୍କର ମଧ୍ୟମ ସନ୍ତାନ ବୋଲି ଦାବି କରୁଥିବା ପ୍ରୀତିକୃଷ୍ଣଙ୍କର କଥା ଶୁଣି ଦେବକୀଙ୍କର ଧୈର୍ଯ୍ୟଚ୍ୟୁତ ଘଟିଛି ଏବଂ
ତାକୁ ଚାଲିଯିବା ପାଇଁ ସେ ପ୍ରୀତିକୃଷ୍ଣଙ୍କୁ କହିଛନ୍ତି। କିନ୍ତୁ ପ୍ରୀତିକୃଷ୍ଣ ଯିବା ପୂର୍ବରୁ ତାର ବଡ଼ ଭଉଣୀ ପ୍ରୀତିଲତାର ବାହାଘରଟାକୁ ସେହି ଫ୍ରଡ୍ ଫରେନ୍ ଜ୍ୱାଇଁ ସାଥିରେ ନ କରିବାକୁ ସତର୍କ କରାଇ ଦେଇଛି ଏବଂ ସେଠାରୁ ବିଦାୟ ନେଇଛି। ଦେବକୀ ପ୍ରୀତିଙ୍କୁ ଡାକିବାରୁ ପ୍ରୀତି ଆସିଛି ଏବଂ ଅନ୍ଧାର ଭିତରେ ତା ମା ଥିବା ଦେଖି ଆଶ୍ଚର୍ଯ୍ୟ ପ୍ରକାଶ କରିଛି ଏବଂ ତା ମା ସ୍ୱପ୍ନ ଦେଖୁଥିଲା ବୋଲି ସେ ମଧ୍ୟ ଭାବିଛି। ଏକାଙ୍କିକାର ପଞ୍ଚମ ଦୃଶ୍ୟରେ ସେହିପରି ଏକ ଅନ୍ଧାର ରାତିରେ ଅରବିନ୍ଦ ଓ ଦେବକୀ ଚିନ୍ତିତ, ଭୟଭୀତ ଓ ଆଶଙ୍କିତ ହୋଇ ବସିଛନ୍ତି ଓ ଉଭୟେ ପ୍ରୀତିକୃଷ୍ଣର କଥା ପରସ୍ପରକୁ କହିଛନ୍ତି। କିନ୍ତୁ ସେମାନେ କଥାବାର୍ତ୍ତା ହେବା ସମୟରେ ପ୍ରୀତିକୃଷ୍ଣ ଶୁଣି ଆସି ତାଙ୍କୁ ତାଙ୍କର ମଧ୍ୟମ ସନ୍ତାନ ବୋଲି ସ୍ୱୀକାର କରିବାକୁ ବାଧ୍ୟ କରିଛି। କିନ୍ତୁ ଦେବକୀ ଓ ଅରବିନ୍ଦ ତା କଥାକୁ ଏଡ଼ାଇ ଦେଇଛନ୍ତି, ତାକୁ ସନ୍ତାନ ରୂପେ ଗ୍ରହଣ କରିବା ପାଇଁ ରାଜି ହୋଇନାହାନ୍ତି। ସେମାନଙ୍କ ସନ୍ତାନ ବୋଲି ପ୍ରୀତିକୃଷ୍ଣ ବାରମ୍ବାର କହିଛି ଏବଂ ନିଜ ଅନ୍ତରର କ୍ଷୋଭ ଓ ବେଦନାକୁ ପ୍ରକାଶ କରିଛି। ଏକାଙ୍କିକାର ଲେଖିଛନ୍ତି ପ୍ରୀତିକୃଷ୍ଣ। ପ୍ରୀତିକୃଷ୍ଣ କହୁଛନ୍ତି, ବାସ୍, ମୁଁ ତ କେବଳ ଏତିକି ମାଗୁଛି, ତମ ଘର ବାଡ଼ି ସମ୍ପତ୍ତି ସବୁଥିରେ ମୋର ଅଧିକାର ଅଛି, କିନ୍ତୁ ସେସବୁ ଦରକାର ନାହିଁ। ମୋର ଖାଲି ଦରକାର ଗୋଟାଏ ସ୍ୱୀକୃତି, ମୋର ଖାଲି ଗୋଟାଏ ପରିଚୟ ଦରକାର। ବାପା ମା ସନ୍ତାନକୁ ଭୁଲି ଯାଇ ପାରନ୍ତି, ହେଲେ ସନ୍ତାନ କେବେ ନିଜ ପିତାମାତାଙ୍କୁ ଭୁଲି ପାରେ ନାହିଁ। ପ୍ରୀତିକୃଷ୍ଣ ଅପରିଣାମଦର୍ଶୀ ଦେବକୀ ଓ ଅରବିନ୍ଦଙ୍କୁ 25 ବର୍ଷ ତଳେ ଘଟିଯାଇଥିବା ସେହି କରୁଣ ଘଟଣାକୁ ମନେ ପକାଇ ଦେଇଛି। ଫେବୃଆରୀ 29 ତାରିଖରେ 25 ବର୍ଷ ତଳେ ସୌଦାମିନୀ ମହାପାତ୍ର କେୟାର ହୋମ୍ ଠାରେ କିଭଳି ସେମାନେ ଗର୍ଭପାତ କରାଇ ତାକୁ ନଷ୍ଟ କରିଦେଇଛନ୍ତି ଏବଂ ତା ଭଳି ଗୋଟେ ନିରୀହ ନିଷ୍ପାପ ଜୀବନକୁ ନିର୍ଦ୍ଦୟ ହୋଇ ବିନଷ୍ଟ କରିଛନ୍ତି, ତାହା ସେମାନଙ୍କୁ ମନେ ପକାଇ ଦେଇଛି। ଏକାଙ୍କିକାର ନାରାୟଣ ସାହୁ ପ୍ରୀତିକୃଷ୍ଣ ଚରିତ୍ର ମାଧ୍ୟମରେ କେତୋଟି ସଂଳାପ ଯୋଜନା କରି ପ୍ରୀତିକୃଷ୍ଣର ଅନ୍ତର୍ବେଦନାକୁ ବା ମର୍ମଦାହକୁ ବ୍ୟକ୍ତ କରିଛନ୍ତି। ପ୍ରୀତିକୃଷ୍ଣ କହିଛି କ'ଣ? ଦୀର୍ଘ 25 ବର୍ଷ ଧରି କେବଳ ମୁଁ ଜଳୁଛି, ନା ପୁରୁଷ ନା ସ୍ତ୍ରୀ କୌଣସି ବି ହୋଇପାରିଲିନି। ତମ ଦି'ଜଣଙ୍କ ଜାନ୍ତବ କ୍ଷୁଧାର ପରିଣତି ହେଉଛି ମୁଁ। କ'ଣ ଦରକାର ଥିଲା ମୋତେ ଏମିତି ପରିଚୟହୀନ କରି ଗଢ଼ି ତୋଳିବା? ପୁଣି ଥରେ ମନେ ପକାଅ, ଗୋଟିଏ ଅବାଞ୍ଛିତ ଭ୍ରୂଣ ହତ୍ୟା କରିବାକୁ ସେଦିନ ତୁମେ ନର୍ସିଂହୋମ୍ ଯାଇନଥିଲ? କ'ଣ ଦରକାର 2 ମାସର ଭ୍ରୂଣ ହତ୍ୟା କରିବା? ତମର ସେହି ଅବାଞ୍ଛିତ ଯୌନ ଲାଳସାର ଅପରିପକ୍ୱ ପ୍ରତିମା ମୁଁ ନିଜେ। ଲିଙ୍ଗ ନିର୍ଣ୍ଣିତ ହେବା ପୂର୍ବରୁ ତୁମେ ଦୁହେଁ ଯାହାକୁ ନିଃଶେଷ କରିଦେଲ, ମୁଁ ସେହି ଧ୍ୱଂସର ପ୍ରତିସାକ୍ଷୀ ପ୍ରୀତିକୃଷ୍ଣ। ତମର ସେହି 2 ମାସର ଅପରିପକ୍ୱ ରୂପହୀନ ମାଂସପିଣ୍ଡୁଳା ମୁଁ ପ୍ରୀତିକୃଷ୍ଣ। ନା ପୁଅ ହୋଇପାରିଲି, ନା ଝିଅରେ ଗଢ଼ା ହେଲି। 25 ବର୍ଷ ଧରି ମୁଁ ଜଳୁଛି। ପ୍ରୀତିକୃଷ୍ଣ ମୁଖରୁ ଏସବୁ କରୁଣ ବେଦନା ଭରା କଥା ଶୁଣିଲା ପରେ ଦେବକୀ ଏବଂ ଅରବିନ୍ଦଙ୍କ ହୃଦୟ ବିଚଳିତ ହୋଇଯାଇଛି। ସେମାନେ ନିଜର ପାପର ପ୍ରାୟଶ୍ଚିତ୍ତ କରିଛନ୍ତି। ଏକ ଅସରନ୍ତି ବେଦନା ବୋଧରେ ଭାରାକ୍ରାନ୍ତ ହୋଇ ସେମାନେ ଗଭୀର ଭାବେ ଅନୁତପ୍ତ ହୋଇଛନ୍ତି। ନିଜର ଭୁଲକୁ ସ୍ୱୀକାର କରି ଅତୀତର କଥାକୁ ମନେ ପକାଇ ସେମାନେ ପ୍ରୀତିକୃଷ୍ଣଙ୍କୁ ନିଜର ପୁତ୍ର ବୋଲି ସ୍ୱୀକାର କରିଛନ୍ତି। ଏହା ହିଁ ହେଉଛି ଆଲୋଚ୍ୟ ଏକାଙ୍କିକା ମୁଖ୍ୟ ଭାବବସ୍ତୁ। ପରିଶେଷରେ ଏତିକି କୁହାଯାଇପାରେ ଯେ ଆଲୋଚ୍ୟ ଏକାଙ୍କିକା ଦୁଃସମୟ ଏକ ସଫଳ ଓ ସାର୍ଥକ ମନସ୍ତାତ୍ତ୍ୱିକ ସୃଷ୍ଟି। ଅରବିନ୍ଦ ରାୟ, ଦେବକୀ ରାୟ ଓ ପ୍ରୀତିକୃଷ୍ଣର ମନସ୍ତାତ୍ତ୍ୱିକ ବିଶ୍ଳେଷଣ ଏହି ଏକାଙ୍କିକାର କଥାବସ୍ତୁକୁ ଅଧିକ ଉଦ୍ଦିଷ୍ଟ ଓ ରୋଚକପୂର୍ଣ୍ଣ କରିଛି। ଏକାଙ୍କିକାର ଶିଳ୍ପକଳା ଦୃଷ୍ଟିରୁ ବିଚାର କଲେ ଏହା ଏକ ସଫଳ ମଞ୍ଚ ଉପଯୋଗୀ ଏକାଙ୍କିକା। ପୁନଶ୍ଚ ଅରବିନ୍ଦ ରାୟ ଦେବକୀଙ୍କର ଜୀବନର ଏକ ଦୁଃସମୟର ସମ୍ବେଦନଶୀଳ ଘଟଣାକୁ ଏହାର ମୁଖ୍ୟ ଉପଜୀବ୍ୟ ବିଷୟ ହୋଇଥିବାରୁ ନାମକରଣ ଦୃଷ୍ଟିରୁ ମଧ୍ୟ ଏହାର ସାର୍ଥକତା ଅନୁଭବ କରିହୁଏ। ସୁତରାଂ ଓଡ଼ିଆ ଏକାଙ୍କିକା ସାହିତ୍ୟର ଏକ ସଫଳ, ସାର୍ଥକ, ଉଚ୍ଚକୋଟୀର ଓ ମର୍ମସ୍ପର୍ଶୀ ଏକାଙ୍କିକା ହେଉଛି ଦୁଃସମୟ। ଏକଥା କହିଲେ ଅତ୍ୟୁକ୍ତି ହୋଇ ନ ପାରେ।